Hello everyone, welcome to Odia Sahitya Review. Students, ଆମେ ଭାଷା ସମ୍ବନ୍ଧରେ ପ୍ରିଭିୟସ୍ ଭିଡିଓ ଗୁଡାକରେ ମଧ୍ୟ ଆଲୋଚନା କରୁଥିଲେ। ସେହି କ୍ରମରେ ଆଜି ମଧ୍ୟ ଆମେ ଭାଷା ସମ୍ପର୍କରେ ଆଲୋଚନା କରିବା। ଆଜି ଆମେ ଆଲୋଚନା କରିବା ଭାଷାର ବିଭିନ୍ନ ରୂପ ସମ୍ପର୍କରେ। ତେବେ ରୂପ କ'ଣ? ନା ଯେକୌଣସି ବସ୍ତୁର ଗୋଟେ ନିର୍ଦ୍ଦିଷ୍ଟ ପ୍ରକାର ସେପ୍ ଯାହାକୁ ଆମେ କହୁଛେ ରୂପ। ଭାଷା କିଭଳି ଥିଲା, ବର୍ତ୍ତମାନ କିଭଳି ଅଛି, ଭାଷା କ'ଣ କ'ଣ ଦେଇକି ଗତି କରିଛି, କ'ଣ କ'ଣ ତା ଦେହରେ ପରିବର୍ତ୍ତନ ହେଇଛି, ଏହି ସମ୍ବନ୍ଧରେ ଆମେ ଆଲୋଚନା କରିବା। ତେବେ ଭାଷାର ବିଭିନ୍ନ ରୂପ କହିଲେ ମୁଖ୍ୟତଃ ଆମେ ଚାରିଟା ଭାଗରେ ବିଭକ୍ତ କରିଛେ। ଇତିହାସ ଆଧାରିତ ରୂପ, ଭୂଗୋଳ ଆଧାରିତ ରୂପ, ପ୍ରୟୋଗ ଆଧାରିତ ରୂପ ଏବଂ ନିର୍ମାତା ଆଧାରିତ ରୂପ। ତେବେ ଇତିହାସ ଆଧାରିତ ରୂପ କହିଲେ କ'ଣ? ନା ଇତିହାସ କହିଲେ କ'ଣ? ନା ଯାହା ପୂର୍ବରୁ ଘଟି ଆସିଛି ତାକୁ ଆମେ ଇତିହାସ କହିବା। ତେବେ ଭାଷାର କ'ଣ ଇତିହାସ ଅଛି କି? ହଁ, ନିଶ୍ଚିନ୍ତ ଭାବରେ ଅଛି। ସବୁର ଯଦି ଇତିହାସ ଅଛି ତେବେ ଭାଷାର କାହିଁକି ନାହିଁ? ପୂର୍ବରୁ ଆମେ ଜାଣିଥିବା ଯେ ଖ୍ରୀଷ୍ଟପୂର୍ବ 1500ରୁ ଖ୍ରୀଷ୍ଟପୂର୍ବ 800 ପର୍ଯ୍ୟନ୍ତ ଏହି ସମୟ ସୀମା ମଧ୍ୟରେ ଭାଷାକୁ ବୈଦିକ ସଂସ୍କୃତ କୁହାଯାଉଥିଲା ବା ବେଦରେ ଯାହା ଲେଖା ଅଛି ସେହି ଆଧାରରେ କୁହାଯାଉଥିବା ଭାଷା ତାହାକୁ କୁହାଯାଉଥିଲା ବୈଦିକ ସଂସ୍କୃତ। ଧୀରେ ଧୀରେ ତାହା ଲୌକିକ ଆଡକୁ ଗତି କଲା। ଲୌକିକ ମାନେ କ'ଣ? ନା ଲୋକ ମୁଖରେ ଯାହା ପ୍ରକାଶିତ, ଲୋକ ଯାହା କହିଲେ, ଭାଷା ଧୀରେ ଧୀରେ ଅପଭ୍ରଂଶ ଆଡକୁ ଗତି କରୁଛି। ଭାଷା ସଂସ୍କୃତ ଯାହା ପୂର୍ବେ ତାହା କହୁଥିଲେ ଯେତେବେଳେ ବୈଦିକ ସଂସ୍କୃତ ଥିଲା, ଧୀରେ ଧୀରେ ଲୌକିକ ସଂସ୍କୃତ ଆଡକୁ ଗତି କଲା ବା ଲୋକମାନେ ଯାହା କହିଲେ, ଲୋକଙ୍କ ମୁଖର ଭାଷାକୁ ଲୌକିକ ସଂସ୍କୃତ କୁହାଗଲା। ପ୍ରାୟତଃ ଖ୍ରୀଷ୍ଟପୂର୍ବ 800ରୁ ଖ୍ରୀଷ୍ଟପୂର୍ବ 500 ମଧ୍ୟରେ ଏହି ରୂପଟି ବଦଳିଗଲା। ତାପରେ ପୁଣି କ'ଣ ହେଲା? ନା ଧୀରେ ଧୀରେ ପୁଣି ରୂପ ବଦଳି ଖ୍ରୀଷ୍ଟପୂର୍ବ 500ରୁ ଖ୍ରୀଷ୍ଟପୂର୍ବ 200 ମଧ୍ୟରେ ଆମେ ଜାଣିଥିବା ଯେତେବେଳେ ଅଶୋକଙ୍କ ସମୟରେ ଭାଷାକୁ ପାଲି ଭାଷା ବୋଲି କୁହାଗଲା। ଅଶୋକ, ଖାରବେଳ ଏମାନଙ୍କ ସମୟର ଯେଉଁ ଭାଷା, ଖାରବେଳ ଏମାନଙ୍କ ଭାଷା କୁହାଗଲା କ'ଣ? ନା ପାଲି ଭାଷା କୁହାଗଲା। ଭାଷା କିଭଳି ଭାବରେ ପରିବର୍ତ୍ତନ ହେଉଛି ଦେଖ। ତାପରେ ସେଇ କ୍ରମରେ ପୁଣି ଥରେ ରୂପ ବଦଳି ବଦଳି ଆମର ପ୍ରାକୃତ ଭାଷାକୁ ଆସିଗଲା। ପ୍ରାକୃତକୁ ଆମେ ସମୟ ସୀମା ଖ୍ରୀଷ୍ଟପୂର୍ବ 200ରୁ ଖ୍ରୀଷ୍ଟାବ୍ଦ 500, ସେଇଭଳି ଭାବରେ ଉପଭ୍ରଂଶ ଭାଷାକୁ ଖ୍ରୀଷ୍ଟାବ୍ଦ 500ରୁ ଖ୍ରୀଷ୍ଟାବ୍ଦ 1000 ଏବଂ ବର୍ତ୍ତମାନ ଯେଉଁ ଭାଷା ଆମେ ବ୍ୟବହାର କରୁଛେ ତାହାକୁ ଆମେ କହୁଛେ ଆମର ଆଧୁନିକ ଭାରତୀୟ ଭାଷା। ବୁଝିହେଲା? ଯାହା ଖ୍ରୀଷ୍ଟାବ୍ଦ 1000 ପରବର୍ତ୍ତୀ ସମୟକୁ ବୁଝାଉଛି। ଇଏ ଗଲା ଇତିହାସ ଆଧାରିତ। ଭାଷାର ଗୋଟେ ଇତିହାସ ଅଛି। ସେଇ ଇତିହାସ ଆଧାରିତ ରୂପ କିଭଳି ଭାବରେ ପରିବର୍ତ୍ତନ ହେଉଛି ଆମେ ଦେଖିଲେ। ଏବେ ଦେଖିବା ଭୂଗୋଳ ଆଧାରିତ ରୂପ କ'ଣ? ନା ନିର୍ଦ୍ଦିଷ୍ଟ ଭାବରେ ସବୁ ଦେଶର ଯେଭଳି ଭାବରେ ଭୌଗୋଳିକ ସୀମା ଅଛି, ରାଜ୍ୟର ଯେଭଳି ଭାବରେ ଭୌଗୋଳିକ ସୀମା ଅଛି, ଜିଲ୍ଲାର ଯେଭଳି ଭାବରେ ଭୌଗୋଳିକ ସୀମା ଅଛି, ଭାଷାର ମଧ୍ୟ ସେଭଳି ଭାବରେ ଭୌଗୋଳିକ ସୀମା ଅଛି। କେମିତି? ନା ଆମେ ପ୍ରାକୃତ ଭାଷାକୁ ଯଦି ଆମେ ଦେଖିବା, ପ୍ରାକୃତ ଭାଷାକୁ ମୁଖ୍ୟତଃ 5 ଭାଗରେ ଆମେ ବିଭକ୍ତ କରିଛେ। କ'ଣ କ'ଣ? ନା ମହାରାଷ୍ଟ୍ରୀ, ସୌରସେନୀ, ମାଗଧୀ, ଅର୍ଦ୍ଧମାଗଧୀ, ପୈଶାଚୀ। ଇଏ ରହିଲା 5 ପ୍ରକାର। ପୁଣି ଆମର ଓଡ଼ିଆ ଭାଷା ଆସିଛି କେଉଁଠି? ନା ପୂର୍ବୀ ମାଗଧୀ ଅପଭ୍ରଂଶ ଭାଷା, ଯାହାକୁ ଆମେ ଓଡ଼ିଆ ଭାଷା ଯେଉଁ ରୂପ ଆମେ ଦେଖୁଛେ। ସେଇଭଳି ଭାବରେ ଆମେ ଆଧୁନିକ ଭାରତୀୟ ଭାଷାକୁ ମଧ୍ୟ କିଭଳି ଭାବରେ ବିଭକ୍ତ କରିଛେ? ନା ଯେକୌଣସି ଭୂଖଣ୍ଡର ଭାଷାକୁ, ଯେମିତି ଆମର ଓଡ଼ିଶାର ଭାଷା ହେଲା ଓଡ଼ିଆ, ଆମର ୱେଷ୍ଟ ବେଙ୍ଗଲର ବଙ୍ଗାଳୀ, ଆସାମର ଆସାମୀ, ପଞ୍ଜାବର ପଞ୍ଜାବୀ, ଗୁଜୁରାଟର ଗୁଜୁରାଟୀ, ମରାଠା ଯେଉଁ ମହାରାଷ୍ଟ୍ର ସେଠିକାର ଭାଷା ହେଉଛି ମରାଠୀ ଭାଷା। ଇଏ ରହିଲା କ'ଣ? ନା ଭୂଗୋଳ ଆଧାରିତ ରୂପ।
पुणी आउ कौन आसुची ना प्रयोग आधारित रूप। प्रयोग आधारित रूप कौन ना कर्तार स्तर, जाति, धर्म, स्थान, गोष्ठी एई सबु भित्तिरे भाषार विभिन्न रूप लक्ष्य करा जाए। एहाकू प्रयोग आधार को तीनोटी मुख्य उप आधार रे विभक्त करा जाय पारे। कौन कौन ना प्रयोगर क्षेत्र, साधुत्व एवं प्रचलन। कौन आमे तीनटा देखिबा। प्रयोगर क्षेत्र कौन ना भाषा केउ केउ स्थान रे प्रयोग करा जाउछि। एवं साधुत्व कौन ना भाषाटा साधु ना असाधु, भाषा भितरे माने भाषार खराब अछि ना भल अछि, भाषा को खराब भाव व्यवहार करा जाउछि ना भल भाषार व्यवहार करा जाउछि। आको आमे कहउछ कोन ना साधु असाधु। पुणी आ गोटे कोन आसुछि ना प्रचलन भितरे। प्रचलन कोन ना तमन जानिथिबो जे भाषा जदि गोटिए जगारे प्रचलन न हुए बा गोटिए भूखंडर भाषा बा गोटे आंचलिक भाषा यदि प्रचलन न हुए तबे भाषाटी मरी जाए। सेमती भाषा प्रचलन कि मृत ताहा मध्य जानिबाकू पड़े। ये रहिला कोन ना पुणी आउ कोन सब आछि प्रयोग आधार रे ना साहित्यिक भाषा, लौकिक भाषा, व्यावसायिक भाषा, प्रामाणिक भाषा, गुप्त भाषा, अपभाषा, साधु भाषा, असाधु भाषा, शुद्ध भाषा, विकृत भाषा, देशीय भाषा, वैदेशिक भाषा, मातृभाषा, जीवित भाषा, ग्राम्य भाषा, शहरी भाषा, इस्लाम भाषा, जावनिक भाषा, किरस्तान बा ख्रिस्टियन भाषा। ये भाषा सब रहिला अलगा अलगा प्रयोग आधार रे भाषा को मध्य व्यवहार करा जाई पारे। आमे ओडिया भाषा कहूचे, जदि गोटे जवनटी जेतेबेले ओडिया भाषा को व्यवहार करूची से तांको भाषा रे कहूची, ओडिया भाषा को सेठी परिवर्तन हो जाउची, प्रयोग आधार रूप परिवर्तन हो जाउची। जदि ओडिया भाषा को गोटे मराठीटी आसी कहूची, गोटे गुजराती आसी कहूची, गोटे बंगाली आसी कहूची, सेतेबेले ओडिया भाषार मध्य रूप परिवर्तन हो जाउची। यह को हम कोन कहूचे ना प्रयोग आधारित रूप। से भली भाबरे आउ गोटे कोन रहूची ना निर्माता आधारित रूप। निर्माता आधारित रूप कोन ना भाषार निर्मातार संख्या आ स्तर भेदरे मध्य एहाकू रूप भेद करा जाई पारे। जदि समाज भाषार निर्माता हुए तेबे एहा परंपरा क्रमे प्रचलित हुए। जदि एहार क्षेत्र विस्तृत हुए समाजर स्वीकृति पाइबा फलरे यह प्राकृतिक भाषार सम्मान लाभ करे। अन्य पक्षरे जदि व्यक्ति विशेष बा अतीव सीमित व्यक्ति वर्ग यार निर्माता हुअंती तेबे कृत्रिम भाषा भावरे अभिहित हुए। पुणी निर्मातार शिक्षा, दीक्षा, रुचि, रीति यही सब अनुଯାयी मध्य भाषा बदली जाए। तेबे सर निर्माता किए किए ना जदि आमे देखिबा सारला दास को भाषा, आमर बलराम दास को भाषा, भंज साहित्यर भाषा, से भली भाबरे आउ कोन कोन सब आसुची ना राधानाथ साहित्यर भाषा, सेमती आमर फकीर मोहन साहित्यर भाषा, तापरे आमर वैज्ञानिक भाषा, ये सब गुड़ा को गोटे गोटे हाँ वकील मान गोटे प्रकार भाषा व्यवहार करती। ये सब निर्माता आधार रे भाषा धीरे धीरे तार रूप परिवर्तन करिथाए। पुणी आउ कोन आस्ते ना भाषार विभिन्न रूप आमे देखिया पाई थाए। अश्लीलता, शीलता, सुबोध्यता, दुर्बोध्यता, शुद्धता, मिश्रण, लिखन, कथन, श्रवण, संस्कृति ये सब आधार रे मध्य भाषार विभिन्न रूप देखा जाय थाए। तेबे या पर आमे देखिबा कोन ना भाषा किपरि भाबरे तार प्रकार भेद आमे जानिबा। भाषार प्रकार भेद कोन कोन ना गोटे होछ मूल भाषा, मानक भाषा, राष्ट्र भाषा, राजा भाषा, उपभाषा, वैषयिक भाषा, अपभाषा, मिश्र भाषा, कृत्रिम भाषा। ये पुणी कोन आमे तो पढ़िले भाषार रूप, पुणी भाषार प्रकार भेद कोन ना
ଭାଷା ବିଭିନ୍ନ ସ୍ତର ଆଉ ଉଦ୍ଦେଶ୍ୟ ଅନୁଯାୟୀ ଏହାକୁ ବିଭିନ୍ନ ପ୍ରକାରର ବା ପ୍ରୟୋଗ ଅନୁଯାୟୀ ବିଭିନ୍ନ ପ୍ରକାର ଶ୍ରେଣୀ ବିଭାଗ କରାଯାଇଛି। ମୂଳ ଭାଷା କଣ ନା ଯେଉଁ ବୃହତ ଭାଷାରୁ ବହୁ ଭାଷାର ସୃଷ୍ଟି ହୋଇଥାଏ ତାହାକୁ ଆମେ ମୂଳ ଭାଷା କହିବା। ଆମେ ସାଧାରଣତଃ ଭାରତୀୟ ଭାଷାକୁ ଇଣ୍ଡୋ ୟୁରୋପୀୟ ଭାଷା ପରିବାରର ଅନ୍ତର୍ଭୁକ୍ତ କରିଛେ। ଇଣ୍ଡୋ ୟୁରୋପୀୟ ପରିବାର କଣ ନା ସେଇଟା ହଉଛି ଗୋଟେ ମୂଳ ଭାଷା ପରିବାର, ଯେଉଁଠୁ ଆମର ପୁରା ଯେତେ ଭାରତୀୟ ଭାଷା ରହିଲା ଏଇ ଇଣ୍ଡୋ ୟୁରୋପୀୟ ଭାଷା ପରିବାରର ଅଂଶବିଶେଷ। ସେଇଭଳି ଭାବରେ ଆମର ଇଣ୍ଡୋ ଇରାନୀୟ ଆର୍ଯ୍ୟ ଶାଖାକୁ ମଧ୍ୟ ଗୋଟିଏ ମୂଳ ଭାଷା ଭାବରେ ବିଚାର କରାଯାଇପାରେ। ଇଣ୍ଡୋ ୟୁରୋପୀୟ ଏବଂ ଇଣ୍ଡୋ ଇରାନୀୟ ଭାଷା। ଆମର ଯେଉଁ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷା ସଂସ୍କୃତ ଏବଂ ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା ଯେଉଁଗୁଡ଼ା ରହିଲା ପାଲି, ପ୍ରାକୃତ, ଅପଭ୍ରଂଶ ଏଗୁଡ଼ାକ ସବୁ ବିକାଶ ଲାଭ କରିଛନ୍ତି। ଅନେକ ସମୟରେ ମୂଳ ଭାଷାରେ ଅନେକ ପରିବର୍ତ୍ତନ ଦେଖାଦେଇଛି। ଏହି ପରିବର୍ତ୍ତନର କାରଣ ହେଉଛି କଣ ନା ସମୟର ପରିବର୍ତ୍ତନ ଏବଂ ମୂଳ ଭାଷାଭାଷୀ ମାନଙ୍କର ସ୍ଥାନର ପରିବର୍ତ୍ତନ। କାହିଁକି ଦେଖାଯାଇଛି ନା ସମୟର ପରିବର୍ତ୍ତନ, ଏବଂ ଯଦି ସ୍ଥାନ ପରିବର୍ତ୍ତନ କରିଦେଲେ ମୂଳ ଭାଷାଭାଷୀ ତେବେ ନିଶ୍ଚିତ ଭାବରେ ଭାଷା ପରିବର୍ତ୍ତନ ଆସୁଛି। ତାପରେ ଆମେ ଦେଖିବା କଣ ନା ପ୍ରାମାଣିକ ଭାଷା ବା ମାନକ ଭାଷା। ଆମେ ସାଧାରଣତଃ ଜାଣିଛେ, ଆମେ ଯେହେତୁ ଓଡ଼ିଆ ସାହିତ୍ୟର ଛାତ୍ର, ତେବେ ଆମେ ଜାଣିଛେ କଣ ନା ପ୍ରଥମ କରି ମାନକ ଓଡ଼ିଆ ଭାଷା କେଉଁ ସାହିତ୍ୟରେ ଦେଖାଯାଏ ନା ଜଗନ୍ନାଥ ଦାସଙ୍କର ଭାଗବତର ସାହିତ୍ୟରେ ଏ ପ୍ରଥମ କରି ମାନକ ଓଡ଼ିଆ ଭାଷା ଆମେ ଦେଖିବାକୁ ପାଇବା। ମାନକ ଓଡ଼ିଆ ଭାଷା କଣ ନା ପ୍ରାମାଣିକ ବା ମାନକ ଓଡ଼ିଆ ଭାଷାକୁ ଆମେ ଇଂରାଜୀରେ କଣ କହୁଛେ ନା ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ କହୁଛେ, ଯାହା ଆମର କଣ ବହି ଖାତାର ଭାଷା। ଯେତେବେଳେ ଗୋଟିଏ ଭାଷା ମାର୍ଜିତ, ରୁଚିପୂର୍ଣ୍ଣ ଏବଂ ସମୃଦ୍ଧ ଭାଷାରେ ପରିଣତ ହୁଏ ସେତେବେଳେ ତାହା ଗୋଟିଏ ମାନକ ଭାଷାର ମାନେ କଣ ମାନ୍ୟତା ପାଇଥାଏ। ପ୍ରାମାଣିକ ଭାଷାକୁ ସାହିତ୍ୟର ଭାଷା, ଶାସନ କଳର ଭାଷା, ଶିକ୍ଷାର ମାଧ୍ୟମ ରୂପେ ମଧ୍ୟ ଗ୍ରହଣ କରାଯାଇପାରେ। ପ୍ରଶାସନ, ଶିକ୍ଷା, ସାହିତ୍ୟ ଏଇ ସବୁଥିରେ ଏହାର ପ୍ରୟୋଗ ଦେଖାଯାଇଥାଏ। ବ୍ୟାକରଣ ଦୃଷ୍ଟିରୁ ମଧ୍ୟ ଏହି ଭାଷା ଶୁଦ୍ଧ ବୋଲି ବିଚାର କରାଯାଇଥାଏ, କାରଣ ଏହାକୁ ହିଁ ଭିତ୍ତି କରିକି ଆମର ଯେଉଁ ବ୍ୟାକରଣ ଲେଖାଯାଇଥାଏ। ତେବେ ଗୋଟିଏ ପ୍ରଦେଶର ପ୍ରାମାଣିକ ଭାଷାକୁ ସେହି ପ୍ରଦେଶର ମାତୃଭାଷା ରୂପେ ମଧ୍ୟ ବିବେଚନା କରାଯାଇଥାଏ। ମାତୃଭାଷା ଆମ ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ, ଏହା ହେଉଛି ପ୍ରାମାଣିକ ଭାଷା ମଧ୍ୟ। କିନ୍ତୁ ଓଡ଼ିଆ ଯେ ଆମର ଯେକୌଣସି ଜିଲ୍ଲାକୁ ଆମେ ଯିବା ଟିକେ ପରିବର୍ତ୍ତନ, କଥିତ ଭାଷାରେ ଟିକେ ପରିବର୍ତ୍ତନ ଆସିବ, କିନ୍ତୁ ଲିଖିତ ଭାଷା ହେଉଛି ମୂଳ। ଲିଖିତ ଭାଷା ହେଉଛି ଯାହାକୁ ଆମେ ବେସିକ ବୋଲି କହୁଛେ, ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ ବୋଲି କହୁଛେ, ତାହା ହେଉଛି କମ୍ପଲସରି, ତାହା ହିଁ ଆମକୁ ଲେଖିବାକୁ ପଡିବ। ଆମେ ଯାହା କହିବା ତାହା ଆମେ ଲେଖିଦେବାନି, ଯାହା ଲେଖିବା କଥା ତାହା ଆମେ ଲେଖିବା, ଯାହା ହେଉଛି ଗୋଟେ ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ। ଓଡ଼ିଶାର ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, ଆମର ଗଞ୍ଜାମ, ଏପଟେ ରହିଲା ବାଲେଶ୍ୱର, ସେପଟେ ରହିଲା ପଶ୍ଚିମ ଓଡ଼ିଶାର ଯେତେ ସବୁ ଜିଲ୍ଲା ରହିଲା, ସମ୍ବଲପୁର, ବରଗଡ଼, ଆମର ସୁନ୍ଦରଗଡ଼, ଯାହା ଯାହା ସବୁ ଜିଲ୍ଲା ରହିଲା ସେଠି ସବୁ କଣ ନା ପ୍ରାମାଣିକ ଭାଷା ବା ମାନକ ଭାଷା ଭାବରେ ଓଡ଼ିଆ ଭାଷାକୁ ହିଁ ଗ୍ରହଣ କରାଯାଇଛି। ତେବେ ଏହାପରେ ଆମେ ଦେଖିବା ପୁଣି କଣ ନା ରାଷ୍ଟ୍ରଭାଷା। ରାଷ୍ଟ୍ରଭାଷା କଣ ନା ୟାକୁ ଆମେ ଇଂରାଜୀରେ ନ୍ୟାସନାଲ ଲାଙ୍ଗୁଏଜ ବୋଲି କହିବା। ରାଷ୍ଟ୍ରଭାଷା କଣ ନ୍ୟାସନାଲ ଲାଙ୍ଗୁଏଜ। ନ୍ୟାସନାଲ ଲାଙ୍ଗୁଏଜ ଆମର ଭାରତର ନ୍ୟାସନାଲ ଲାଙ୍ଗୁଏଜ କଣ କିଛି ନାହିଁ। ଭାରତର ଆମର ଯେଉଁ 1965 ମସିହା ଜାନୁଆରୀ 26 ତାରିଖ ପର୍ଯ୍ୟନ୍ତ ଇଂରାଜୀକୁ ମୁଖ୍ୟ ସରକାରୀ ଭାଷା ଭାବରେ ରଖାଯାଇଥିଲା ବେଳେ
ତାପରେ ବୋଧହୁଏ ମୁଁ ଯେତିକି ଜାଣିଛି ଆମର ଭାରତର ନ୍ୟାସନାଲ ଲାଙ୍ଗୁଏଜ ସେମିତି କିଛି ନାହିଁ, ଯଦିଓ କଥୋପକଥନ ସ୍ଥଳରେ ଆମେ ହିନ୍ଦୀକୁ ବ୍ୟବହାର କରୁଛେ। ସେଥିପାଇଁ ରାଷ୍ଟ୍ରଭାଷା କଣ ନା ରାଷ୍ଟ୍ରଭାଷା ହଉଛି ରାଷ୍ଟ୍ରୀୟ ସ୍ତରରେ ଯାହା ସ୍ୱୀକୃତି ପାଇଥାଏ। ଯେତେବେଳେ କୌଣସି ବୃହତ ପ୍ରାମାଣିକ ଭାଷା ଅନ୍ୟ ପ୍ରାମାଣିକ ଭାଷା ମାନଙ୍କ କ୍ଷେତ୍ରରେ ପରିବର୍ତ୍ତିତ ମାନେ କଣ ପରିବ୍ୟାପ୍ତ ହୋଇଥାଏ ଏବଂ ବିଭିନ୍ନ ଭାଷାଭାଷୀ ମାନଙ୍କର ପାରସ୍ପରିକ ବିଚାର ବିନିମୟ ସମ୍ପର୍କ ସ୍ଥାପନରେ ସାର୍ବଜନୀନ ରୂପେ ମାଧ୍ୟମ ରୂପେ ବିବେଚିତ ହୋଇଥାଏ, ତାହା ରାଷ୍ଟ୍ରୀୟ ମର୍ଯ୍ୟାଦା ଲାଭ କରେ। ଆମେ ଭାରତବର୍ଷରେ ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ବୋଲି କହୁଛେ, କିନ୍ତୁ ସମ୍ବିଧାନରେ ସେପରି କୌଣସି ରାଷ୍ଟ୍ରୀୟ ଭାଷା ନାହିଁ ବୋଲି ଯାହା ମୁଁ ଜାଣିଛି, ବୋଧହୁଏ ଥାଇପାରେ, କିନ୍ତୁ ମୁଁ ଯେତିକି ଜାଣିଛି ଯେ ନାହିଁ। ଏ ରାଷ୍ଟ୍ର ଭାଷା କାହିଁକି ଅଛି ନା ସମ୍ପୂର୍ଣ୍ଣ ରାଷ୍ଟ୍ର ମଧ୍ୟରେ ଏକତା, ମୈତ୍ରୀ ସ୍ଥାପନ ଏବଂ ସଂହତି ସ୍ଥାପନ, ଏକ ଜାତି ନିର୍ମାଣ, ପାରସ୍ପରିକ ସଂଗଠନ ବା ପାରସ୍ପରିକ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ରହିବା ପାଇଁ ଏହି ଭାଷା ପ୍ରଚଳନ କରାଯାଇଥାଏ। କେତେକ ଆମେ ରାଷ୍ଟ୍ରଭାଷା କଣ କଣ ସବୁ ଜାଣିବା, କିଛିଟା ରାଷ୍ଟ୍ରଭାଷା ଯେ ଯଦି ଆମେ ଆଲବାନିଆନ ତାର ରାଷ୍ଟ୍ରଭାଷା ହଉଛି ଆଲବାନିଆର ରାଷ୍ଟ୍ରଭାଷା ଆଲବାନିଆ। ସେଭଳି ଆଲଜେରିଆର ରାଷ୍ଟ୍ରଭାଷା ହଉଛି ଆରବିକ, କାଟାଲନର ଆଣ୍ଡୋରା, এইଭଳି ଭାବରେ ବିଭିନ୍ନ ପ୍ରକାର ରାଷ୍ଟ୍ରଭାଷା ରହିଛି। ଯେ ହଁ ଆମର ଫିନଲାଣ୍ଡରେ ଦିଟା ଭାଷା ରାଷ୍ଟ୍ରଭାଷା ରହିଛି, ଗୋଟେ ହଉଛି ଫିନିଶ ଆଉ ଗୋଟେ ହଉଛି ସ୍ୱେଦିଶ। ଇଣ୍ଡୋନେସିଆନ ହଉଛି ଇଣ୍ଡୋନେସିଆର ଭାଷା, ଇଟାଲୀର ରାଷ୍ଟ୍ରଭାଷା ଇଟାଲିଆନ, ସର୍ବିଆର ସର୍ବିଆନ, ପାକିସ୍ତାନର ଉର୍ଦ୍ଦୁ, ତୁର୍କୀର ତୁର୍କିଶ। ସେଇଭଳି ଭାବରେ ୟୁନାଇଟେଡ ଷ୍ଟେଟ ଅଫ ଆମେରିକା ତାର ହେଉଛି ଆମେରିକାନ ଇଂଲିଶ। ସୁଇଜରଲ୍ୟାଣ୍ଡର ଚାରିଟି ଆମେ ଦେଖିବାକୁ ପାଇଥାଏ ରାଷ୍ଟ୍ରଭାଷା, ଜର୍ମାନ, ଫ୍ରେଞ୍ଚ, ଇଟାଲିଆନ ଆଉ ରୋମାନ। ଏଇଭଳି ଭାବରେ ଇଏ ରହିଲା କଣ ନା ରାଷ୍ଟ୍ରଭାଷା। ତାପରେ ଆସୁଛି କଣ ନା ରାଜାଭାଷା। ରାଜାଭାଷା କଣ ନା ଅନେକ ରାଷ୍ଟ୍ରଭାଷା ଓ ରାଜଭାଷା, ଯାହାକୁ ଆମେ ସରକାରୀ ଭାଷା ବୋଲି କହୁଥାଉ, ଏହାକୁ ଅଭିନ୍ନ ବୋଲି ଭାବିଥାନ୍ତି, କିନ୍ତୁ ଇଏ ଦୁଇ ଜଣ ଏ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଅଭିନ୍ନତା ଥିଲେ ହେଁ ଅନେକ ସମୟରେ ପାର୍ଥକ୍ୟ ଆମେ ଦେଖିବାକୁ ପାଇଥାଏ। କୌଣସି ରାଷ୍ଟ୍ରଭାଷା ଯଦି ସରକାରଙ୍କ ଶାସନ ଆଉ ଶିକ୍ଷା ଏସବୁ କାର୍ଯ୍ୟର ପରିଚାଳନାରେ ଭାଷା ବ୍ୟବହାର ହୋଇଥାଏ, ତେବେ ତାହା ସ୍ୱତଃ ରାଜଭାଷା ବା ସରକାରୀ ଭାଷାର ପଦବାଚ୍ୟ ହେଇଥାଏ। କିନ୍ତୁ ଯଦି ପରାଧୀନ ଦେଶରେ ଏହା ସମ୍ଭବ ହୁଏ ନାହିଁ। ଯଦି ଭାରତ ଆମର ଯେତେବେଳେ ପରାଧୀନ ଥିଲା, ଆମେ ସେତେବେଳେ ରାଷ୍ଟ୍ରଭାଷା ଭାବରେ ଇଂରାଜୀକୁ ଧରି ନେଇଥିଲେ ବା ରାଜଭାଷା ଭାବରେ ଇଂରାଜୀକୁ ଧରି ନେଇଥିଲେ। ସେଇଭଳି ଭାବରେ ଇଂରେଜ ଶାସନର ଅବସାନ ପରେ ବା ଚାଲିଗଲା, ଇଂରେଜ ଶାସନ ପଳେଇଗଲା ପରେ ଆମର ଭାରତରେ ଇଂରାଜୀକୁ ମଧ୍ୟ 1965 ମସିହା ପର୍ଯ୍ୟନ୍ତ 65 ମସିହା ପର୍ଯ୍ୟନ୍ତ ରାଜଭାଷାର ମାନ୍ୟତା ଦିଆଯାଉଥିଲା, କିନ୍ତୁ ତାପରେ ଏହା ପରିବର୍ତ୍ତନ ହେଇଯାଇଛି। ଏହାପରେ ଆମେ ଦେଖିବା କଣ ନା ଉପଭାଷା। ଉପଭାଷା କଣ ନା ଉପଭାଷାକୁ ଡିଆଲେକ୍ଟ କୁହାଯାଉଛି। ଗୋଟିଏ ମୂଳ ଭାଷାରୁ ଉପଭାଷାର ସୃଷ୍ଟି ହୋଇଥାଏ। ଭାଷାବିଦ ଡକ୍ଟର ସୁକୁମାର ସେନ ଡାଇଲେକ୍ଟ କୁ ଉପଭାଷା ବୋଲି କହିଛନ୍ତି। ସେଇଭଳି ଭାବରେ ଭୋଳାନାଥ ତିଆରୀ ଏହାକୁ ବୋଲି ଆଉ ଶ୍ୟାମ ସୁନ୍ଦର ଦାସ ଏହାକୁ ବିଭାଷା ବୋଲି କହିଛନ୍ତି। ତେବେ ଉପଭାଷା କଣ ଆମର ଯେଉଁ ଆଞ୍ଚଳିକ ଭିତ୍ତିରେ ବା ଅଞ୍ଚଳ ଭିତ୍ତିରେ ଛୋଟ ଛୋଟ ଦଳ ବା ଛୋଟ ଛୋଟ ଗୋଷ୍ଠୀ ମାନେ ବିଭିନ୍ନ ପ୍ରକାର ଭାଷା ବ୍ୟବହାର କରନ୍ତି। ଓଡ଼ିଶାର ଯେକୌଣସି ସ୍ଥାନକୁ ଯାଅ, ଆଞ୍ଚଳିକ ଭିତ୍ତିରେ ତାହା ଅଲଗା ଅଲଗା। ଏହାକୁ କୁହାଯାଉଛି କଣ ନା ଉପଭାଷା ବା ବୋଲି ବା ବିଭାଷା କୁହାଯାଉଛି। ଆମର ଯେଭଳି ଭାବରେ ଓଡ଼ିଶାରେ ଅଛି କଣ ଆମର ବିଭିନ୍ନ ପ୍ରକାର ଆଦିବାସୀ ଅଞ୍ଚଳକୁ ଗଲେ ବା ବିଭିନ୍ନ ପ୍ରକାର ଜିଲ୍ଲାକୁ ଗଲେ, ଉପାନ୍ତ ଜିଲ୍ଲାକୁ ଗଲେ, ସେଠି ଅଲଗା ଅଲଗା ଆମେ ଭାଷା
ଦେଖିବାକୁ ପାଇଥାଏ। ଉପଭାଷା ସୃଷ୍ଟିର କାରଣ କଣ? ନା ଉପଭାଷା ସୃଷ୍ଟିର ମୁଖ୍ୟ କାରଣ ହେଉଛି ଭୌଗୋଳିକ ସୀମା। ପୂର୍ବରୁ କହିଛି ଭୌଗୋଳିକ ଭାବରେ କିଭଳି ଭାବରେ ରୂପ ପରିବର୍ତ୍ତନ ହୋଇଥାଏ। ତେବେ ଉପଭାଷା ସୃଷ୍ଟିର ମୁଖ୍ୟ କାରଣ ହେଉଛି ଭୌଗୋଳିକ। ଗୋଟିଏ ସ୍ଥାନରୁ ଗୋଟିଏ ମୂଳ ଦଳ ବହୁ ଭାବରେ ବିଚ୍ଛୁରିତ ହୋଇ ବିଭିନ୍ନ ସ୍ଥାନରେ ଯାଇକି ବାସ କରନ୍ତି ଏବଂ ଯେତେବେଳେ ବାସ କରନ୍ତି ମୂଳ ଭାଷା ସହିତ ସମ୍ପର୍କ ରଖି ବିଭିନ୍ନ ପ୍ରକାର ପରିବର୍ତ୍ତନ ଆଣିଥାନ୍ତି। ସେଥିପାଇଁ କଣ ହେଇଥାଏ ନା ସେଥିପାଇଁ ଉପଭାଷା ସୃଷ୍ଟି ହୋଇଥାଏ। ସେଇଭଳି ଭାବରେ ଆଉ କଣ ହେଇଥାଏ ନା ଗୋଟିଏ ଅଞ୍ଚଳରେ ଯଦି ଭୂମିକମ୍ପ ହେଲା ତେବେ ସେଠିକାର ଯେଉଁ ଲୋକମାନେ ଥିବେ ସେମାନେ ସ୍ଥାନାନ୍ତରିତ ହେବେ ଅନ୍ୟ ସ୍ଥାନକୁ। ସେଇଭଳି ଭାବରେ ଯଦି ଗୋଟେ ସ୍ଥାନରେ ଜଳ ପ୍ଳାବିତ ହେଇଗଲା ବା ଜଳାର୍ଣ୍ଣବ ହେଇଗଲା ସେ ସ୍ଥାନର ଲୋକମାନେ ମାଇଗ୍ରେଣ୍ଟ ହେବେ ବା ସେଠୁ ଅଲଗା ସ୍ଥାନକୁ ଯିବେ। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ଆସୁଛି ଏଇଭଳି ଉପଭାଷା ସୃଷ୍ଟି ହେଉଛି। କେମିତି ନା ଯେହେତୁ ମାଇଗ୍ରେଟ ହଉଛନ୍ତି ଲୋକ ଅଲଗା ସ୍ଥାନକୁ ଯାଇକି ବସବାସ କରୁଛନ୍ତି ରହୁଛନ୍ତି ସେ ଜୀବିକା ଉଦ୍ଦେଶ୍ୟରେ ହଉ ବା ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ ବା କୌଣସି ରାଜନୈତିକ ବା ଅର୍ଥନୈତିକ କାରଣର ହଉ ସେମାନେ ଏହି ଭାଷା ପରିବର୍ତ୍ତନ ହେଉଛି ବା ଉପଭାଷା ମାନ ସୃଷ୍ଟି ହେଉଛି। ଏହାପରେ ଆମେ ଜାଣିବା କଣ ନା ବୈଷୟିକ ଭାଷା କଣ? ବୈଷୟିକ ଭାଷା କଣ ନା ଯାହା ଆମେ କଣ ଟେକ୍ନିକାଲ ଲାଙ୍ଗୁଏଜ ଇଂରାଜୀରେ ଆମେ କହୁଛେ କଣ ବୈଷୟିକ ଭାଷାକୁ ଟେକ୍ନିକାଲ ଲାଙ୍ଗୁଏଜ ବୋଲି କହୁଛେ। ଟେକ୍ନିକାଲ ଲାଙ୍ଗୁଏଜ କୋଉଠି ବ୍ୟବହାର ହୁଏ ନା ଯେଭଳି ଭାବରେ ବ୍ୟବସାୟ କ୍ଷେତ୍ରରେ ହଉ ବ୍ୟବସାୟରେ ଏବଂ ତା ସହିତ ଚାକିରି କ୍ଷେତ୍ରରେ ହଉ କିମ୍ବା କୃଷକ କମାର ବଢେଇ ତନ୍ତୀ ସୁନାରୀ ଅଧ୍ୟାପକ ଓକିଲ ଏ ସମସ୍ତଙ୍କ କ୍ଷେତ୍ରରେ ଭାଷା ଗୁଡାକ ଅଲଗା ଅଲଗା ଭାବରେ ବ୍ୟବହୃତ ହୁଏ। ଯେଭଳି ଭାବରେ ଆମର ମନସ୍ତତ୍ତ୍ୱବିଦ ସେ ମନ ବୁଝିପାରନ୍ତି ମନର ଭାଷା ବୁଝିପାରନ୍ତି। ପଦାର୍ଥ ବିଜ୍ଞାନୀ ରସାୟନ ବିଜ୍ଞାନୀ ଆମର ବାୟୋଲୋଜିରୁ ଯେଉଁ ରହିଲା ବୁଝିଲା ଯେକୌଣସି ବିଷୟର ଭାଷା ଯାହାକୁ ଆମେ କହୁଛେ ସେଠି ତାର ପରିବର୍ତ୍ତନ ଧୀରେ ଧୀରେ ହୋଇଥାଏ। ସେଇଭଳି ଭାବରେ ଭାଷା ଆଉ କଣ ସବୁ ରହିଥାଏ ନା ଯାହାକୁ ଆମେ କହୁଛୁ କଣ ଉପଭାଷା। ଉପଭାଷା କଣ ନା ଯାହାକୁ ଆମେ ସ୍ଲାଙ୍ଗ କହୁଛେ ଖରାପ ଉପରେ ମାନେ ଖରାପ ଅର୍ଥରେ ଯାହାକୁ ଆମେ ବ୍ୟବହାର କରୁଛେ ଅଶ୍ଳୀଳ ଭାଷା ଯାହାକୁ ଆମେ କହୁଛେ ବା ବିକୃତ ଭାଷା ଯାହାକୁ ଆମେ କହୁଛେ। ଏଇ ଭାଷା ଗୋଷ୍ଠୀ କିଛି ଭାଷା ଭଲ ଶିକ୍ଷା କରି ଭଲ କରି ଶିକ୍ଷା ନ କରି ନ ଶିଖିକି ଉଚ୍ଚାରଣ କରେ ବା ପଦ ପ୍ରୟୋଗ କରେ ସେତେବେଳେ ଭାଷାର ବିକୃତି ଘଟେ। କିନ୍ତୁ ଯେତେବେଳେ ଅଶାଳୀନ ଭାବରେ ଗାଳି ଗୁଳାଜ କରିଥାଏ ଅସଭ୍ୟ ଶବ୍ଦ ଗୁଡାକ ପ୍ରୟୋଗ କରିଥାଏ ଏହା ନା ଉପଭାଷା ବୋଲି କହିଛେ। ତେବେ ପ୍ରାଚୀନ କାଳରେ ଭାରତ ବର୍ଷରେ ଆଗତ ବିଦେଶୀ ମାନେ ସଂସ୍କୃତ ଭାଷାର ଶବ୍ଦର ଉଚ୍ଚାରଣ ଆଉ ପ୍ରୟୋଗ ପଟୁ ନଥିବାରୁ ସେମାନଙ୍କୁ କୁହାଯାଉଥିଲା ମ୍ଲେଚ୍ଛ ଅର୍ଥାତ ଅପଭାଷୀ ବୋଲି କୁହାଯାଉଥିଲା। ତେଣୁ ଆମର ତାପରେ ଆସୁଛି କଣ ନା ସଂକର ଭାଷା ବା ମିଶ୍ର ଭାଷା ଯାହାକୁ ଆମେ କହୁଛେ କଣ ମିକ୍ସଡ ଲାଙ୍ଗୁଏଜ। ତେବେ ମିଶ୍ର ଭାଷା କଣ ନା ଦୁଇ ବା ତାଠୁ ଅଧିକ ସମ୍ପୂର୍ଣ୍ଣ ଅସମ୍ପୃକ୍ତ ଭାଷା କୌଣସି କାର୍ଯ୍ୟ ତୁଲାଇବା କ୍ଷେତ୍ରରେ ସ୍ଥାୟୀ ଭାବରେ ମିଳିତ ହୋଇ ସରଳ ବୋଧଗମ୍ୟ ଏବଂ ଯୋଉ ନୂଆ ଭାଷା ସୃଷ୍ଟି କରୁଛନ୍ତି ତାହାକୁ ଆମେ ମିଶ୍ରିତ ଭାଷା ବା ସଂକର ଭାଷା ବୋଲି କୁହାଯାଇପାରେ। ତେବେ କ୍ରୟ ବିକ୍ରୟର ସୁବିଧା ଉଦ୍ଦେଶ୍ୟରେ ଏପରି କେତୋଟି ଭାଷାର ସୃଷ୍ଟି ହୋଇଛି କଣ ନା ପିଜିନ୍ ଇଂଲିଶ ବିସ୍ଲାମାର ମରିସସ୍ କ୍ରୟ ଚିନୁକ ଏସବୁ ରହିଲା ଗୋଟିଏ ଗୋଟିଏ ପ୍ରକାରର ଉପଭାଷା।
ଏହାପରେ କଣ ଆଉ ରହିଲା ନା ମିଶ୍ର ଭାଷା, କୃତ୍ରିମ ଭାଷା। ମିଶ୍ର ଭାଷା କଣ? ହଁ, ମିଶ୍ର ଭାଷା ତ ଆମେ ଏବେ ଦେଖିଲେ। ଏହାପରେ ରହୁଛି କଣ? କୃତ୍ରିମ ଭାଷା। କୃତ୍ରିମ ଭାଷା କଣ? ନା ଯାହା ସ୍ୱାଭାବିକ ଭାବରେ ସମାଜ ଦ୍ୱାରା ବିକଶିତ ନୁହେଁ, ବ୍ୟକ୍ତି ବା ସୀମିତ ବ୍ୟକ୍ତିବର୍ଗଙ୍କ ଦ୍ୱାରା ଯାହା ଗଠିତ ବା ତିଆରି ହୋଇଥାଏ, ସେହି ଭାଷାକୁ ଆମେ କୃତ୍ରିମ ଭାଷା ବୋଲି କହିଥାଉ। ଏହାକୁ ଆମେ ଦୁଇ ପ୍ରକାର ବିଭକ୍ତ କରିପାରିବା। ଗୋଟିଏ ହେଉଛି ଗୁପ୍ତ ଭାଷା, ଗୋଟିଏ ହେଉଛି ସାମାନ୍ୟ ଭାଷା ଏବଂ ବା ବ୍ୟାପକ ଭାଷା। ଗୁପ୍ତ ଭାଷା କଣ? ନା ନିଜର ଭାବକୁ ପ୍ରକାଶ କରୁଥିବା କିନ୍ତୁ ଗୁପ୍ତ ଆକାରରେ ଭାଷାକୁ ପରିବର୍ତ୍ତନ କରି ଗୁପ୍ତ ଆକାରରେ ପ୍ରକାଶ କରୁଥିବା ତାକୁ ଆମେ କହିଥାଏ ଗୁପ୍ତ ଭାଷା। ଯେଭଳି ଭାବରେ ପୁଣି ଆଉ କଣ କୁହାଯାଉଛି ନା ସାମାନ୍ୟ ଭାଷା ବା ଯାହାକୁ ଆମେ କହୁଛୁ କଣ ବ୍ୟାପକ ଭାଷା। ସାମାନ୍ୟ ଭାଷା ବା କୃତ୍ରିମ ଭାଷାକୁ ଲୋକମାନେ ଯଥାଶୀଘ୍ର ବୁଝି ତାର ପ୍ରୟୋଗ କରିପାରନ୍ତି। ଏହାକୁ ଅନ୍ତରାଷ୍ଟ୍ରୀୟ ବା ଆନ୍ତର୍ଜାତିକ ଭାଷାର ପରିକଳନ ମାନେ ପ୍ରଚଳିତ କରିବା ଲକ୍ଷ୍ୟରେ ଗଢ଼ା ଯାଇଥିଲା, କିନ୍ତୁ ପ୍ରୟୋଗ ହୋଇପାରି ନାହିଁ। ଏବଂ ଆମେ ଯଦି ଦେଖିବା ଇଡୋ, ନେଭେରିୟର, ଇଣ୍ଟରଲିଙ୍ଗୁଆ, ଆକ୍ସିଡେଣ୍ଟାଲ, ଆମର ଇଣ୍ଟରଗ୍ଲାସା, ଇଡିୟମ ନ୍ୟୁଟ୍ରାଲ, ଟ୍ୟୁଟନିସ୍, ଏ ସବୁ ହଉଛି କଣ ନା ଗୋଟିଏ ଗୋଟିଏ କୃତ୍ରିମ ଭାଷା ବୋଲି ଆମେ ୟାକୁ କହିଥାଏ। ତେବେ ଆଜି ପାଇଁ ଏତିକି ଥାଉ। ଆମେ ପୁଣି ପରବର୍ତ୍ତୀ ଭିଡ଼ିଓରେ ଆଲୋଚନା କରିବା ଭାଷା ଉତ୍ପତ୍ତି ସିଦ୍ଧାନ୍ତ ସମ୍ପର୍କରେ ତ ଆମେ ବହୁତ ଗୁଡ଼ା ଆଲୋଚନା କରିଛେ। ଭାଷାର କିଭଳି ଭାବରେ ପରିବର୍ତ୍ତନ ହେଉଛି ସେଇ ଭାଷା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରିବା। ଧନ୍ୟବାଦ।